শরণাগত দীনাথ পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଇଏ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଇଏ ସମାଜର ଇଏ ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଆପଣଙ୍କ ଘରକୁ ନାଲି ପିମ୍ପୁଡ଼ି ସଦାସର୍ବଦା ଆସୁଛନ୍ତି। ଆପଣଙ୍କ ମନରେ ଇଏ ପ୍ରଶ୍ନ ଆସୁଥିବ, ନାଲି ପିମ୍ପୁଡ଼ି ଘରକୁ ଆସିଲେ ଶୁଭ ନା ଅଶୁଭ? ନାଲି ପିମ୍ପୁଡ଼ି ଯଦି ଘରକୁ ଆସନ୍ତି ଏହା ହେଉଛି ଅଶୁଭ ସୂଚକ। ଏବଂ ନାଲି ପିମ୍ପୁଡ଼ି ଯଦି ଆପଣଙ୍କର ରୋଷେଇ ଘରେ ନାଲି ପିମ୍ପୁଡ଼ି ବାହାରେ ଏହା ଅତ୍ୟନ୍ତ ଅଶୁଭଦାୟକ। ଏହାର ପ୍ରତିକାର ସ୍ୱରୂପ ଗୋଟିଏ କାଗଜି ଲେମ୍ବୁକୁ ଆଣିବେ, ତାକୁ 2 ଫାଳ କରିଦେବେ ଏବଂ ସେଇ 2 ଫାଳ ଇଏ କାଗଜି ଲେମ୍ବୁକୁ ଯେଉଁଠାରୁ ପିମ୍ପୁଡ଼ି ଉଠୁଥିବ ସେଇ ଜାଗାରେ ରଖିଦେବେ। କିଛି ସମୟ ପରେ ପିମ୍ପୁଡ଼ି ସେ ସ୍ଥାନ ଛାଡ଼ିକିନା ଅନ୍ୟତ୍ର ଚାଲିଯିବେ। ଯଦି ଘରେ ଦେଖିବେ ଇଏ କଳା ପିମ୍ପୁଡ଼ି ଆସୁଛନ୍ତି ଜାଣିବେ ଏହା ହେଉଛି ଶୁଭଦାୟକ। ଏବଂ ଇଏ କଳା ପିମ୍ପୁଡ଼ି ତାଙ୍କ ମୁହଁରେ ଧଳା ଧଳା ଖାଦ୍ୟ ନେଇକି ଯଦି ସେମାନେ ଆସୁଥିବେ ଜାଣିବେ ଯେ ଆପଣଙ୍କ ଘରେ ଧନ ଜନ ଗୋପଲକ୍ଷ୍ମୀ ବଢ଼ିବ ଏବଂ ଘରେ ଲକ୍ଷ୍ମୀ ଇଏ ପ୍ରବେଶ କରୁଛନ୍ତି ବୋଲି ଏହା ଜାଣିପାରିବେ। ଏବଂ ସେଇ ପିମ୍ପୁଡ଼ିକି ଅଟାରେ ଚିନି ମିଶାଇ ତାଙ୍କୁ ଯଦି ଖାଇବାକୁ ଦେବେ ଆପଣଙ୍କର ଏହା ଅତ୍ୟନ୍ତ ଶୁଭଦାୟକ ହେବ। ଏଇ ଥିଲା ଆଜିକାର ନୀତିବାଣୀର ଇଏ ନିର୍ଯାସ କଥା। ଏ କଥାକୁ ଯଦି ମାନିବେ ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିକାର ଅନୁଚିନ୍ତା ସୂର୍ଯ୍ୟ ଅସ୍ତ ହୋଇଗଲେ ଲୁଣ, ପିଆଜ, କ୍ଷୀର ବା ଦହି ଅନ୍ୟ କାହାକୁ ଇଏ ଦେବେ ନାହିଁ। ଏହା ଅଶୁଭ ସୂଚକ। ସୂର୍ଯ୍ୟାସ୍ତ ପରେ କାହାକୁ ଲୁଣ, ପିଆଜ, କ୍ଷୀର, ଦହି ଦେବେ ନାହିଁ। ଯଦି ଦିଅନ୍ତି ଆପଣ ଅସୁବିଧାରେ ପଡ଼ିପାରିବେ। ଏଇ ଥିଲା ମୋର ନୀତିବାଣୀ ଅନୁଚିନ୍ତାର ଏ ନିର୍ଯାସ କଥା। ଏ କଥାକୁ ଯଦି ଆପଣମାନେ ଗ୍ରହଣ କରିବେ ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଇଏ ପ୍ରଣାମ। ଜୟ ଜଗନ୍ନାଥ।